ଭ୍ୟାକ୍ସିନ୍ ନାଁଟା ଶୁଣିଲା ମାନେ ଛାତି ଗୋଟେ ଧକ୍ ଧକ୍ ହୁଏ ନା କରୋନା ଟାଇମ୍ କଥା ଭାବିକି। କାହିଁକିନା ସେ ସମୟରେ ସମସ୍ତେ ଭ୍ୟାକ୍ସିନ୍ ନେଇଥିଲେ ଆଉ ପ୍ରାୟ ଲୋକଙ୍କୁ 99% ଲୋକଙ୍କୁ ଫିଭର୍ ହେଇଥିଲା ଆଉ ବହୁତ ଦିନ ପର୍ଯ୍ୟନ୍ତ ଭ୍ୟାକ୍ସିନ୍ର ପେନ୍ ସବୁ ରହିଥିଲା। ତ ଆଜି ଦେଖନ୍ତୁ ସମୟ ଆସିକି ପହଞ୍ଚିଗଲାଣି। ମୋ ପୁଅର ଆଜି 1.5 ମାସରେ ଯେଉଁ ଭ୍ୟାକ୍ସିନ୍ ହୁଏ ସେଇଟା ନେବା ପାଇଁ ତାକୁ ନେଇକି ଯାଉଛି। ତ ଘରେ ମୁଣ୍ଡିଆ ମାରିକି ଆମେ ସ୍ୱାମୀ ସ୍ତ୍ରୀ ବାହାରିଲୁ ତାକୁ ଧରିକି। ଡକ୍ଟରଙ୍କ ସାଥିରେ ଆମେ ଆଗରୁ ଡିସ୍କସ୍ କରିନେଇଥିଲୁ କି ଆମେ ପେନ୍ଲେସ୍ ଭ୍ୟାକ୍ସିନ୍ ନେବୁ ବୋଲି। ତଥାପି ୱରିଡ୍ ଲାଗୁଥିଲା କି ଫୋଡ଼ା ହେଲେ ସେ କେତେ ଜୋରରେ କାନ୍ଦିବ। ମନ ଦୁଃଖରେ ପୁଣି ଗଲୁ ବୋଲି ତ ପେନ୍ଲେସ୍ ଭ୍ୟାକ୍ସିନ୍ ହିଁ ତାକୁ ଦିଆଗଲା। ସେଇ ଯେଉଁ ଟାଇମ୍ରେ ତାକୁ ସୁଇ ଲାଗିଲା ସେ ସେଇ ଟାଇମ୍ ଖାଲି କାନ୍ଦିଲା। ତା ପରଠାରୁ ସେ ପୁରା ଆକ୍ଟିଭ୍ ଅଛି। ଆଉ ରାତିରେ ଟିକେ ମାନେ କ'ଣ ଚୁପଚାପ ରହିଲା ଯେହେତୁ ଭ୍ୟାକ୍ସିନ୍ ନେଇଛି ଟିକେ ରହିବ। ମୋତେ ଲାଗିଲା ପେନ୍ଲେସ୍ ଭ୍ୟାକ୍ସିନ୍ ଟିକେ କଷ୍ଟଲି ପଡ଼ୁଛି କିନ୍ତୁ ଏତେ ଛୋଟ ଛୁଆକୁ ଆମେ କାନ୍ଦିବାର ବି ଦେଖିପାରିବାନି। ସେଇଥିପାଇଁ ଆମେ ବାଧ୍ୟ ହୋଇକି ନେଲୁ ଆଉ ଭ୍ୟାକ୍ସିନ୍ଟି ଆମକୁ 8000 ସମଥିଙ୍ଗ ପଡ଼ିଗଲା। ଘରକୁ ଆସିକି ଆମେ ଦେଖିଲୁ ଗୁଗୁଲ୍ ବହୁତ ଭଲ ଭାବରେ ଖେଳିଲା। ସେଇଥିପାଇଁ ବହୁତ ଖୁସି ଲାଗିଲା। ଆଜି ପାଇଁ ଏଠି ରହୁଛି ପୁଣି ଦେଖା ହେବ ନେକ୍ସଟ ଭିଡ଼ିଓରେ। ଟାଟା।